ଆମେ ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗ। ଶ୍ରୀ ଭଗବାନ ଉବାଚ ସଂସାର ରୂପୀ ବୃକ୍ଷ ଏହି ପତ୍ର ଯାହାର ବେଦ କହି ଉର୍ଦ୍ଧ୍ୱରେ ମୂଳ ତଳେ ଶାଖା ଅବ୍ୟୟ ଅସତ ରୂପା। ଜାଣେ ଯେ ଏହି ଗୂଢ଼ ତଥ୍ୟ ସେ ଜାଣେ ସବୁ ବେଦ ତତ୍ତ୍ୱ। ଏହି ସଂସାର ବୃକ୍ଷ ମୂଳ ମଧ୍ୟ ସହିତ ତାର ତଳ ତ୍ରିଗୁଣ ଦ୍ୱାରା ବୃଦ୍ଧି ପାଏ ବିଷୟ ପତ୍ରେ ଶାଖା ଶହେ। କର୍ମାନୁସାରେ ମନୁଷ୍ୟର ଆବଦ୍ଧ କରେ ବନ୍ଧନରେ। ଏ ଊର୍ଦ୍ଧ୍ୱ ମଧ୍ୟ ନିମ୍ନ ଯାଏ ସର୍ବଲୋକରେ ବ୍ୟାପିଥାଏ। ଏହି ସଂସାର ବୃକ୍ଷ ରୂପ ହୁଅଇ ଯେପରି ପ୍ରତ୍ୟକ୍ଷ ପ୍ରକୃତ ସେପରି ନୁହଁ ଆଦି ମଧ୍ୟତା ଅନ୍ତ ନାହିଁ। ଏଣୁ ଏ ମୂଢ଼ ମୂଳ ଯୁକ୍ତ ସଂସାର ବୃକ୍ଷଟି ଅସତ। ବୈରାଗ୍ୟ ଶସ୍ତ୍ରରେ ଛେଦିବ ତାପରେ ପ୍ରଭୁଙ୍କୁ ଖୋଜିବ। ଯାହାରେ ପ୍ରାପ୍ତ ହେଲେ ଥରେ ମନୁଷ୍ୟ ନ ଫେରେ ସଂସାରେ। ସୃଷ୍ଟି ଯାହାଙ୍କ ଠାରୁ ଜାତ ଅନାଦି କାଳୁ ଯେ ବିସ୍ତୃତ। ସେ ଆଦି ପୁରୁଷଙ୍କଠାରେ ଶରଣ ଗଲେ ମୋକ୍ଷ ମିଳେ। ଯାହାର ନାହିଁ ମାନ ମୋକ୍ଷ କରେ ଯେ ସଙ୍ଗ ଦୋଷ ଜୟ। ଯେ ଜନ କାମନା ନିବୃତ୍ତ ପରମାତ୍ମାରେ ନିତ୍ୟ ସ୍ଥିତ। ଯେ ସୁଖ ଦୁଃଖ ଜ୍ୱାଳା ମୁକ୍ତ ଜ୍ଞାନୀ ସେ ପରମ ପଦ ପ୍ରାପ୍ତ। ସୂର୍ଯ୍ୟ ଚନ୍ଦ୍ର ଓ ଅଗ୍ନି ଜ୍ୟୋତି ତାହା ପ୍ରକାଶି ନ ପାରନ୍ତି। ଜୀବ ଯାହାକୁ ପ୍ରାପ୍ତ ହୋଇ ସଂସାରେ ଆଉ ନ ଫେରଇ। ଏପରି ଯେଉଁ ପଦ ଜାଣ ସେହିଟି ମୋର ପରମ ଧାମ। ସଂସାରେ ଆତ୍ମା ଜୀବ ରୂପେ ଅଛନ୍ତି ଯେତେକ ପ୍ରତ୍ୟକ୍ଷେ। ସବୁ ମୋ ସନାତନ ଅଂଶ ମାତ୍ର ପ୍ରକୃତି ଦ୍ୱାରା ବଶ। ମନ ଓ ପଞ୍ଚ ଇନ୍ଦ୍ରିୟରେ ସତତ ଆକର୍ଷଣ କରେ। ବାୟୁ ଯେପରି ଯଥାସ୍ଥାନ ସୁଗନ୍ଧ ନିଅଇ ବାରିଣ। ସେପରି ଜୀବାତ୍ମା ଈଶ୍ୱର ଛାଡ଼ିଲେ ପୁରୁଣା ଶରୀର। ମନ ଓ ଇନ୍ଦ୍ରିୟକୁ ନେଇ ଅନ୍ୟ ଶରୀରେ ପ୍ରବେଶଇ। ଏ ଜୀବ ମନ ସାହାଯ୍ୟରେ କର୍ଣ୍ଣ ନାସିକା ନୟନରେ ଚର୍ମ ଓ ଜିହ୍ବା ଦ୍ୱାରା ଜାଣ ବିଷୟ କରଇ ସେବନ। ଶରୀର ତ୍ୟାଗୀ ଅବା ସ୍ଥିତ ବିଷୟ ଭୋଗୀ ଗୁଣ ଯୁକ୍ତ। ଏପରି ଜୀବାତ୍ମା ସ୍ୱରୂପ ଜାଣି ନ ପାରେ କେବେ ମୂର୍ଖ। ଯାହାର ଥାଏ ଜ୍ଞାନ ନେତ୍ର ସେ ଜାଣେ ଏହାର ସ୍ୱରୂପ। ଯେ ଯୋଗୀ ଯତ୍ନ କରିଥାନ୍ତି ହୃଦୟେ ଆତ୍ମାକୁ ଛାଡ଼ନ୍ତି। ମାତ୍ର ବିବେକହୀନ ଜନ ଅଶୁଦ୍ଧ ଚିତ୍ତ ଓ ଅଜ୍ଞାନ। କରୁ ବା ଯେତେ ଯତ୍ନ ସିଏ ଆତ୍ମଜ୍ଞାନ ନ ପାଇଥାଏ। ସୂର୍ଯ୍ୟରେ ଯେଉଁ ତେଜ ଥାଇ ଜଗତ ପ୍ରକାଶ କରଇ। ସେ ତେଜ ଚନ୍ଦ୍ର ଓ ଅଗ୍ନିର ତେଜ ସେ ଜାଣ ଅଟେ ମୋର। ହୋଇ ମୁଁ ଧରାରେ ପ୍ରବିଷ୍ଟ ଶକ୍ତିରେ ଧରେ ସର୍ବଭୂତ। ରସ ସ୍ୱରୂପ ଚନ୍ଦ୍ର ହୋଇ ଔଷଧେ ପୁଷ୍ଟି ମୁଁ କରଇ। ପ୍ରାଣୀଙ୍କ ଶରୀରେ ମୁଁ ସ୍ଥିତ ପ୍ରାଣ ଓ ପାନ ହୋଇ ଯୁକ୍ତ। ଜଠର ଅଗ୍ନି ମୁଁ ବୋଲାଏ ଖାଦ୍ୟ ମୋ ଦ୍ୱାରା ଜୀର୍ଣ୍ଣ ହୁଏ। ସକଳ ପ୍ରାଣୀଙ୍କ ହୃଦରେ ବିରାଜେ ମୁହିଁ ସର୍ବକାଳେ। ମୁଁ ଅଟେ ସ୍ମୃତି ଏବଂ ଜ୍ଞାନ ଦୋଷ ଓ ସଂଶୟ ନାଶନ। ସମସ୍ତ ବେଦ ଜାଣେ ମୋତେ ମୁଁ ଜାଣେ ବେଦ ସବୁ ଯେତେ। ସଂସାରେ ନର ଦି ପ୍ରକାର ଅଟନ୍ତି କ୍ଷର ଓ ଅକ୍ଷର। ଶରୀରୀ କୁହାଯାଏ କ୍ଷର ଜୀବାତ୍ମା ବୋଲାଏ ଅକ୍ଷର। ଭିନ୍ନ ସେ ପୁରୁଷ ଉତ୍ତମ ପରମାତ୍ମା ହିଁ ତାଙ୍କ ନାମ। ଈଶ୍ୱର ସେହି ଅବିନାଶୀ ତ୍ରିଲୋକେ ରହିଥାନ୍ତି ବ୍ୟାପୀ। ସକଳ ଘଟେ ପ୍ରବେଶନ୍ତି ଭରଣ ପୋଷଣ କରନ୍ତି। ଯେଣୁ ମୁଁ କ୍ଷରରୁ ଅତୀତ ଏବଂ ଅକ୍ଷରୁ ଅଟେ ଯେ ଶ୍ରେଷ୍ଠ। ଲୋକ ଓ ବେଦରେ ମୋ ନାମ ପ୍ରସିଦ୍ଧ ଶ୍ରୀ ପୁରୁଷୋତ୍ତମ। ଯେ ଜ୍ଞାନୀ ଜାଣନ୍ତି ଜଗତେ ପୁରୁଷୋତ୍ତମ ବୋଲି ମୋତେ। ସର୍ବଜ୍ଞ ସର୍ବଭାବେ ସିଏ ଅର୍ଜୁନ ମୋତେ ଭଜୁଥାଏ। ଏ ଅଟେ ଅତି ଗୁପ୍ତ ଶାସ୍ତ୍ର କହିଲି ତୁମକୁ ଏ ପାର୍ଥ। ଏତତ ଜାଣେ ଯେଉଁ ଜନ କୃତାର୍ଥ ସିଏ ଜ୍ଞାନବାନ।
ଇତି ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗ।